ଆଜିର ପିଲାମାନେ ନା ଯଦି ଟିକେ ହାରି ଯାଉଛନ୍ତି ସେ ତାଙ୍କର ପ୍ରଚେଷ୍ଟାକୁ ଭାଙ୍ଗି ଦେଉଛନ୍ତି ବା ଉଠିବାକୁ ଚେଷ୍ଟା କରୁନାହାନ୍ତି, ଶୋଇଯାଉଛନ୍ତି, ମନୋବଳ ତାଙ୍କ ଭାଙ୍ଗି ଯାଉଛି। ମୁଁ ସେଇମାନଙ୍କ ପାଇଁ ଆଜି କହିବି, ତମେ ଯଦି ପଡ଼ିଯାଇଛ ନା ତମକୁ କେହି ଉଠେଇବେନି, ତମକୁ ନିଜକୁ ଉଠିବାକୁ ପଡ଼ିବ। ଦେଖ ଗୋଟେ ଝରଣା ପଥରକୁ ଚିରି ତା ଭିତରୁ ସେ ବାହାରୁଛି। ତେଣୁକରି ତୁମକୁ ସାଗରରେ ମିଶିବାକୁ ହେଲେ ବା ଆଗକୁ ବଢ଼ିବାକୁ ହେଲେ ତୁମକୁ ଝରଣା ଭଳିଆ ପଥରକୁ ଚିରିକି ଆଗକୁ ବଢ଼ିବାକୁ ପଡ଼ିବ, କଠୋର ପରିଶ୍ରମ କରିବାକୁ ପଡ଼ିବ। ଯେମିତି ସାଧାରଣତଃ ଗୋଟେ ଛୋଟ ପିଲା, ଗୋଟେ ଶିଶୁଠୁ ଶିଖ। ଗୋଟେ ଶିଶୁ ଯେତେବେଳେ ଚାଲିବା ଶିଖୁଛି, ଠିଆ ହେବା ଶିଖୁଛି, ସେ କ'ଣ କରୁଛି? ବାରମ୍ବାର ତଳେ ପଡ଼ିଯାଉଛି, ଫେର ବି ସେ ତାର ଚେଷ୍ଟା କ'ଣ ଜାରି ରଖୁଛି ନା। ଆଉ ସେମିତି କହିଛି ପରା, ଅଭ୍ୟାସ ବଳେ ଶିଶୁ ଯଥା, ବଢ଼ଇ କ୍ରମେ କହି କଥା। ଶିଶୁ କ'ଣ କେବେ ହାରିଯାଉଛି? ସେମିତି ସେଇ ଶିଶୁଟିକୁ ଆଖି ଆଗରେ ରଖି ତମେ ତମର ଲକ୍ଷ୍ୟପଥ ଜମାରୁ ବଦଳାଅନି। ଦେଖିବ ଯେତେ ତମ ପଥରେ ବିପଦ ଆସିଲେ ବି ତମେ ଦିନେ ନା ଦିନେ ଠିଆ ହେବ ଆଉ ଜିତିବ ମଧ୍ୟ। ସଂଘର୍ଷ ଯଦି ଜାରି ରଖ ତେବେ। କ'ଣ ଠିକ୍ କହିଲି ନା?